ଓମ୍ ଶାନ୍ତି। ପରମ ପ୍ରିୟ ପରମାତ୍ମା ଶିବ ଭଗବାନଙ୍କୁ କୋଟି କୋଟି ନମନ। ତାଙ୍କର ଅମୃତ ମଧୁର ସନ୍ତାନମାନଙ୍କୁ ପ୍ରଣାମ। ସ୍ୱୟଂ ପରମପିତା ପରମାତ୍ମା ଶିବ ଭଗବାନ ଏହି ସଙ୍ଗମ ଯୁଗରେ ପଦାର୍ପଣ କରିଛନ୍ତି ଭାରତ ଭୂମିରେ। ସେ ପାଠ ପଢ଼ଉଛନ୍ତି। ସେଇ ପାଠକୁ ଆମେ ଶୁଣି ମନନ ଚିନ୍ତନ ସ୍ମରଣ ଧାରଣ କଲେ ଆମେ ମଣିଷରୁ ଦେବତା ହେବା, ନର୍କଧାମରୁ ସ୍ୱର୍ଗଧାମକୁ ଯିବା। ଆମ ପାଇଁ କେତେ ଯେ ରାସ୍ତା ଖୋଲିଛନ୍ତି, ସେ ବର୍ଣ୍ଣନାତୀତ, ଭାଷାତୀତ, କଳ୍ପନାତୀତ। କିନ୍ତୁ ଅନେକ ଆତ୍ମା ଜାଣିଲା ପରେ ବି ଶୁଣିବାକୁ ରାଜି ନାହାନ୍ତି। ବାବା କହୁଛନ୍ତି, ତୁମେ ମୋର ସେବାଧାରୀ ସନ୍ତାନ। ତୁମମାନଙ୍କୁ ମୁଁ ବହୁତ ଭଲ ପାଉଛି। କାହିଁକି ନା ବର୍ତ୍ତମାନ ଗୋଟିଏ କାମ ତୁମର, ତୁମେ ମେସେଞ୍ଜର ହୋଇ ଖାଲି କୁହ ସମସ୍ତଙ୍କୁ ସ୍ୱୟଂ ପରମପିତା ପରମାତ୍ମା ପତିତରୁ ପାବନ କରିବା ପାଇଁ ଏ ଭାରତ ଭୂମିରେ ଅବତରଣ କରିଛନ୍ତି, ଯାହାକି ଅନ୍ୟ କେହି କରିପାରିବେ ନାହିଁ। କୌଣସି ସାଧୁ ସନ୍ଥ ସନ୍ନ୍ୟାସୀ କେହି ବି କରିପାରିବେ ନାହିଁ। କେବଳ ସ୍ୱୟଂ ପରମପିତା ପରମାତ୍ମା ହିଁ ଆମକୁ ରାଜ୍ୟ ଭାଗ୍ୟ ଦେବେ, ଦୁଃଖ ଦୁନିଆରୁ ସୁଖ ଦୁନିଆକୁ ନେଇପାରିବେ। ଏ ଭାରତ ଭୂମିରେ ସ୍ୱର୍ଗ ସ୍ଥାପନ ହେବ। କେବଳ ଏତିକି ଆମେ ମେସେଞ୍ଜର ହିସାବରେ ଅନ୍ୟକୁ ଜଣେଇବା ପାଇଁ ବାବା ବହୁତ ଉମଙ୍ଗ ଉତ୍ସାହ ଆମ ମନରେ ଭର୍ତ୍ତି କରୁଛନ୍ତି। ବିଭିନ୍ନ ଯୁକ୍ତି, ବିଭିନ୍ନ ବିଧି ବିଧାନ ବତେଇ ଆମକୁ ତିଆରି କରୁଛନ୍ତି। ବାବା କହିଲେ, ତୁମେମାନେ ହେଉଛ ଜ୍ଞାନ ସ୍ୱରୂପ। ସ୍ୱୟଂ ପରମପିତା ପରମାତ୍ମା ହେଲେ ଜ୍ଞାନ ସାଗର, ଆମେ ହେଲେ ଜ୍ଞାନ ସ୍ୱରୂପ। ଇଏ ବହୁତ ୱଣ୍ଡରଫୁଲ୍ ଜ୍ଞାନ। ଇଏ ଜ୍ଞାନ ବଳରେ ମଣିଷ ଦେବତା ହେଉଛନ୍ତି। ତେଣୁ ବାବାଙ୍କ ସାଥିରେ ସହଯୋଗୀ ହୋଇ ଆମେ କେବଳ ବାବାଙ୍କ ପ୍ରଦତ୍ତ ଜ୍ଞାନକୁ ହିଁ ବାଣ୍ଟି ଚାଲିବା। ଭବିଷ୍ୟ ପଦର ଆଧାର ହେଉଛି ଜ୍ଞାନ। ଜ୍ଞାନ ପଢ଼ିବା, ପଢ଼େଇବା, ଶୁଣିବା, ଶୁଣେଇବା, ଆଉ ବୁଝିବା, ବୁଝେଇବା। କେମିତି ବୁଝେଇବା? ବିଭିନ୍ନ ଆତ୍ମା ବିଭିନ୍ନ ସଂସ୍କାର ବିଚାର ନେଇ ରହିଛନ୍ତି। ଭେରାଇଟି ଆତ୍ମା ସମସ୍ତେ ଗୋଟିଏ ପ୍ରକାର ଉପାୟରେ ବୁଝନ୍ତି ନାହିଁ। ତାଙ୍କୁ ବୁଝେଇବା ପାଇଁ ବିଭିନ୍ନ ରଚନାତ୍ମକ ସୃଜନାତ୍ମକ ଶୈଳୀରେ ତାଙ୍କୁ ବୁଝେଇବାକୁ ହୁଏ। ତେଣୁ ଚିନ୍ତନ ମନ୍ଥନ କଲେ, ଏକାନ୍ତରେ ବସି ବିଚାର ବିମର୍ଶ କଲେ ଅନେକ ଉପାୟ ଆପେ ଆପେ ମନକୁ ଆସେ। ବାବା କହୁଛନ୍ତି, ଖୁସି ଓ ପଦର ଆଧାର ହେଉଛି ପାଠ ପଢ଼ା। ଆମେ ଯେଉଁ ବାବାଙ୍କ ପାଖରୁ ପାଠ ପଢ଼ୁଛେ, ଯାହାଫଳରେ ଆମେ ଖୁସି ପାଉଛେ, ଆନନ୍ଦରେ ରହୁଛେ, ତା ସହିତ ସତ୍ୟ ଯୁଗରେ କି ପ୍ରକାରର ପଦପଦବୀ ପାଇବା, ଏଇ ପାଠ ପଢ଼ାକୁ ନେଇ ହିଁ ଆମେ ପାଇବା। ବାବା କହିଲେ, ସେବାର ସଫଳତା ପାଇଁ ମୁଖ୍ୟ ଗୁଣ ହେଉଛି ସହନଶୀଳତା। ଆମେ କେବଳ ସମସ୍ତଙ୍କୁ କହିଦେଲେ ହେବ ନାହିଁ। କହିବା ଲୋକଠାରୁ ସହିବା ଲୋକ ବଡ଼। କହିବା ପାଇଁ ପ୍ରଥମେ ଅନ୍ୟ କଥା ଶୁଣିବା ଦରକାର। କାହାର କ'ଣ ଅବସ୍ଥା ରହିଛି, କାହାକୁ କେଉଁ ପ୍ରକାର କଥା କହିଲେ ସେ ବୁଝିପାରିବ, ଜାଣିପାରିବ, ଗ୍ରହଣ କରିବ, ସେଥିପାଇଁ ନିଜ ପାଖରେ ଯଥେଷ୍ଟ ଧୈର୍ଯ୍ୟ ଦରକାର, ସହନ ଶକ୍ତି ଦରକାର, ସାହସ ଦରକାର। ବାବା ଆଜି ସହନଶୀଳ ଗୁଣ ଉପରେ ବହୁତ ନଜର ଦେଇଛନ୍ତି। ପ୍ରତ୍ୟେକ ଆତ୍ମାଙ୍କର ସହନ ଶକ୍ତି ରହିଛି, କିନ୍ତୁ ଯେଉଁମାନେ ବାବାଙ୍କ ଜ୍ଞାନରେ ପୁରା ପରିପୂର୍ଣ୍ଣ ହେଇଛନ୍ତି, ସେମାନଙ୍କର ପ୍ରଥମ ଲକ୍ଷଣ ସହନଶୀଳତା ହୋଇଯାଇଛି। ସହନଶୀଳ ହେଲେ ହିଁ ସେ ଅନ୍ୟକୁ କିଛି ଦେଇପାରିବେ। ତେଣୁ ସହନଶୀଳ ଗୋଟିଏ ଦିବ୍ୟ ଗୁଣ,
କାହିଁକି ନା ଯାହାକୁ ଜ୍ଞାନ ଦିଆଯିବ ପ୍ରଥମେ ସେ ସଂଗଠନରେ ତ ରହି ଜ୍ଞାନ ଶୁଣୁଛି ନା, ସଂଗଠନରେ ରହି ସେବା କରୁଛି। ତେଣୁ ସଂଗଠନ ଭିତରେ ଯିଏ ଚଳିଛି, ସହନଶୀଳ ଗୁଣ ନଥିଲେ ସେ ସଂଗଠନ ଭିତରେ ଚଳିପାରେ ନାହିଁ। ତେଣୁ ସହନଶୀଳ ପ୍ରକୃତିକୁ, ଦିବ୍ୟ ଗୁଣକୁ ଆଧାର କରି ଆମେ ସେବାରେ ବ୍ରତୀ ହେବା। ଯିଏ ବାବାଙ୍କର ପାଠ ପଢ଼ୁଛି କିନ୍ତୁ ପଢ଼ଉନି, ଜାଣିଛି କିନ୍ତୁ ଅନ୍ୟ କାହା ମଧ୍ୟରେ ବାଣ୍ଟୁନି, ଜାଣ ସିଏ ଏକ ପ୍ରକାର ଶୋଇଯାଇଛି। ଯଦି ଜାଗ୍ରତ କାହାକୁ କରେଇ ପାରୁନି, ଆତ୍ମାକୁ ଜାଗରଣ କରିପାରୁନି, ତାମାନେ ସିଏ ନିଜେ ଭଲରେ ଜାଗ୍ରତ ହୋଇନାହିଁ। ବାବା କହିଲେ, ଗୋଟେ ଗୀତ ଆମେ ଜାଣିଲେ ଯେ ହମେ ଉନ୍ ରାହୋं पर चलना है जहाँ गिरना और संभालना है। ମାନେ ଆମେ ଯେଉଁ ରାସ୍ତାରେ ଯାଉଛେ, ଇଏ ଖଣ୍ଡାଧାର, ଏଇ ରାସ୍ତାରେ ଯିବାକୁ ହେଲେ ଏକ ରସରେ, ଏକ ଦିଗରେ, ଏକ ଲକ୍ଷ୍ୟରେ ଯିବାକୁ ପଡ଼ିବ। ଆମକୁ ମାୟା ବାର ବାର ଆକର୍ଷଣ କରିବ, କାରଣ ତାର ପୁରୁଣା ଅଭ୍ୟାସ ଅଛି, ଆମେ ତା ହାତ ଧରିଥିଲେ। ତେଣୁ ମାୟା ବିଭିନ୍ନ ଉପାୟରେ ଆକର୍ଷଣ କରିବ। ତେଣୁ ଯିଏ ମାୟାର ଆକର୍ଷଣ ହେଲା ସିଏ ତଳେ ପଡ଼ିଲା, ରସାତଳଗାମୀ ହେଲା। ଯିଏ ମାୟାର ଆକର୍ଷଣରୁ ଟିକେ ଉର୍ଦ୍ଧ୍ୱକୁ ଗଲା, ବାବାଙ୍କ ପ୍ରତି ନଜର ଦେଲା, ସେ ସ୍ୱର୍ଗଗାମୀ ହେଲା। ତେଣୁ ଉଠିବା ପଡ଼ିବା, ଯେମିତି ପିଲାଟିଏ ପ୍ରଥମେ ଚାଲି ଶିଖିଲେ ଉଠେ ପଡ଼େ ଏମିତି ହେଇ ହେଇ ଭଲରେ ଚାଲି ଶିଖିଯାଏ, ସେମିତି ବାବାଙ୍କ ଜ୍ଞାନରେ ଯିଏ ପ୍ରଥମେ ଆସନ୍ତି ସେ ଉଠନ୍ତି ପଡ଼ନ୍ତି। କିନ୍ତୁ ଯଦି ଆମେ ସବୁବେଳେ ସେ ଉଠିବା ପଡ଼ିବା କରିବା, ତାହେଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା କେତେବେଳେ? ତେଣୁ ସବୁବେଳେ ଆମେ ବାବାଙ୍କର ହାତ ଧରି ଶ୍ରୀମତରେ ଚାଲିବା। ବାବା କହିଲେ, ମଧୁବନକୁ ଆମେ ଯାଉଛେ କାହିଁକି? ମଧୁବନରେ ବାପ ଦାଦା ଅଛନ୍ତି। ବାବା, ଶିବ ବାବା ହେଲେ ଆମର ବାପା, ଆଉ ଦାଦା ହେଲେ ପ୍ରଜାପିତା ବ୍ରହ୍ମା ବାବା। ବ୍ରହ୍ମା ବାବା ବି ବର୍ତ୍ତମାନ ସଶରୀରେ ନାହାନ୍ତି, ସେ ଅବ୍ୟକ୍ତ ହୋଇ ଗଲେଣି। କିନ୍ତୁ ତାଙ୍କର ଏ ପର୍ଯ୍ୟନ୍ତ ସେଇ ଅବ୍ୟକ୍ତ ଭାବରେ ରହି, ସୂକ୍ଷ୍ମ ବତନରେ ରହି ସେମିତି ପାଳନା ଦେଇ ଚାଲିଛନ୍ତି। ଶିବ ବାବା ସେମିତି ମଧୁବନକୁ ଆସୁଛନ୍ତି। ଇଏ ସବୁ ଅନୁଭବର କଥା। ଯେଉଁମାନେ ମଧୁବନ ଯାଉଛନ୍ତି, ଆମେ ବି ଯାଉଛୁ, ପ୍ରକୃତରେ ଅନୁଭବ ହେଉଛି ସତରେ ଯେମିତି ବ୍ରହ୍ମା ବାବା ଏଇଠି ଅଛନ୍ତି, ଶିବ ବାବା ଆସିଛନ୍ତି, ଆମକୁ ସମ୍ମୁଖରେ ବସି ପାଠ ପଢ଼ଉଛନ୍ତି, ବୁଝଉଛନ୍ତି। ତେଣୁ ଆମେ ଆଉ ଅନୁଭବ କରୁଛେ, ଯେହେତୁ ବ୍ରହ୍ମା ବାବା ଶିବ ବାବାଙ୍କୁ ସମ୍ମୁଖରେ ବସି ପାଠ ପଢ଼େଇବାର ଅନୁଭବ କରୁଛେ, ତେଣୁ ମଧୁବନର ମାହାତ୍ମ୍ୟ ଅଲଗା। ମଧୁବନକୁ ଆମେ ଗଲେ ଆମର ଉମଙ୍ଗ ଉତ୍ସାହ ବଢ଼ିବ, ଆମର ଯୋଗ ଜ୍ଞାନ ସବୁ ଦିଗରେ ଆମେ ଆଗେଇବା। ବାବା କହିଲେ, ବାବାଙ୍କ କୋଳକୁ ଆସିଲ ମାନେ ତୁମକୁ ରାଜାଇ ମିଳିଗଲା, ମାନେ ତୁମେ ସତ୍ୟଯୁଗକୁ ଯିବ। କିନ୍ତୁ ସେଥିରେ କ୍ରମ ଅନୁଯାୟୀ ଯିବ, ବା କ୍ରମ ଅନୁଯାୟୀ ପଦପଦବୀ ମିଳିବ। ଯିଏ ଯେମିତି ପୁରୁଷାର୍ଥ କରିବ। ବାବାଙ୍କର ତ ଗୋଟିଏ କଥା ହେଲା, ଆତ୍ମା କ'ଣ ଜାଣ, ଆତ୍ମାକୁ କେଉଁ ସମୟରେ ଆତ୍ମା କି ପ୍ରକାର ପାଠ କରିଛି ସେ ବିଷୟରେ ନିଜେ ଚିନ୍ତା କର। ତୁମେ ଦେବୀ ଦେବତା ଥିଲ ବୋଲି ପ୍ରଥମେ ମନରେ ନିଶ୍ଚୟ କର। ଭଗବାନ ଆସିଛନ୍ତି, ପରମାତ୍ମା ପରମପିତା ପରମ ଧାମରେ ରହନ୍ତି, ସିଏ ଆସିଛନ୍ତି ବର୍ତ୍ତମାନ ଆମକୁ ପତିତରୁ ପାବନ କରିବା ପାଇଁ, ସେ କଥାରେ ନିଶ୍ଚୟ ହୁଅ। ଯାହା ପାଠ ପଢ଼ିଲ ସୃଷ୍ଟିଚକ୍ର ବିଷୟରେ, ଯାହା ଜାଣିଲ ନିଜେ ଜାଣ, ଅନ୍ୟକୁ ଜଣାଅ, ପାଠ ପଢ଼ାଅ। ଏତିକି ଯଦି ତୁମେ କଲ, ତାହେଲେ ତୁମେ ବାବାଙ୍କର ଲାଜ ରଖିଲ, ବାବାଙ୍କର ସେବାଧାରୀ ସଚ୍ଚା ସହଯୋଗୀ ସହଭାଗୀ ବଚ୍ଚା ହିସାବରେ ତୁମେ ସବୁ ପ୍ରାପ୍ୟର ଅଧିକାରୀ ହେବ। ବାବା କହିଲେ, ଇଏ ଦୁନିଆରେ ସିନା ଲୋକ ବା ଷ୍ଟୁଡେଣ୍ଟ ମାନେ ପାଠ ପଢ଼ୁଛନ୍ତି,
କିଛି ଧରନ୍ତୁ ଜଣେ ଡାକ୍ତରୀ ପଢ଼ିଲେ, ଡାକ୍ତରୀ ପଢ଼ି ସାରିଲା ପରେ କିଛି ଡକ୍ଟରେଟ୍ କଲେ କି ଯାହା ତାଙ୍କର ଅନ୍ତିମ ପାଠ ପର୍ଯ୍ୟନ୍ତ ପଢ଼ି ସାରିଲା ପରେ ତାପରେ ସେ ଚାକିରିରେ ଲାଗିଗଲେ, ଆଉ ପାଠ ପ୍ରତି ଏତେ ଧ୍ୟାନ ଦେଲେ ନାହିଁ। କିନ୍ତୁ ଆମ ପାଠପଢ଼ା ଆଜୀବନ, ଆମର ମରଣ ହେବା ପର୍ଯ୍ୟନ୍ତ, ଜିଇଁ ଥିଲା ପର୍ଯ୍ୟନ୍ତ ଆମକୁ ବାବାଙ୍କର ପାଠ ପଢ଼ିବାକୁ ପଡ଼ିବ। କାରଣ ବାବା ପ୍ରତିଦିନ ମୁରଲୀରେ କ'ଣ ନା କ'ଣ ଗୋଟେ ନୂତନ ତଥ୍ୟ ଦେଉଛନ୍ତି, ନୂତନ ଦିଗ୍ଦର୍ଶନ ଦେଉଛନ୍ତି। ଆଉ ମୁରଲୀ ଏମିତି ଗୋଟେ ପାଠ, ତାକୁ ପ୍ରତିଦିନ ଶୁଣିଲେ ବି ନୂଆ ଲାଗୁଛି। ତେଣୁ କେବେ ବି ଆମେ ମୁରଲୀ ମିସ୍ କରିବା ନାହିଁ। କାହିଁକି ନା ଆମେ ବିଶ୍ୱର ମାଲିକ ହେବା ନା। ଆଗ ଆମେ ଭଗବାନଙ୍କର ବାଳକ ହେଲେ ତ ବିଶ୍ୱର ମାଲିକ ହେବା। ଏବେ ଆମେ ସ୍ୱର୍ଗ ଦ୍ୱାରକୁ ଯାଉଛେ, ଏଇ କଥାଟା ଆମ ମନରେ ସବୁବେଳେ ରହିବ। ସ୍ୱର୍ଗରେ ପହଞ୍ଚିବା ପାଇଁ ପ୍ରଥମେ ଦୈବୀ ଗୁଣ ଧାରଣ କରିବାକୁ ପଡ଼ିବ। ଯାହା ଦେବୀ ଦେବତାଙ୍କ ପାଖରେ ଅଛି ସେଇଭଳି ହେଲେ ତ ଆମେ ସ୍ୱର୍ଗକୁ ଯିବା। ତେଣୁ ସେଇ କଥାକୁ ସବୁବେଳେ ମନ ଭିତରେ ରଖିବା। ଇଏ କ୍ଷଣଭଙ୍ଗୁର ସଂସାର, ଇଏ ସୁଖ କ୍ଷଣିକ। ଅବିନାଶୀ ସୁଖ ଶାନ୍ତି ଆନନ୍ଦ ପାଇବା ପାଇଁ ଜ୍ଞାନ ଧନର ଆବଶ୍ୟକତା ରହିଛି। ଇଏ ସାଧାରଣ ବିନାଶୀ ଧନ ପାଇବା ପାଇଁ କେତେ ସଂଗ୍ରାମ ଲୋକ କରୁଛନ୍ତି, କେତେ ପରିଶ୍ରମ କରୁଛନ୍ତି। କିନ୍ତୁ ବାବା ଯେଉଁ ଅବିନାଶୀ ଧନ ଦେଉଛନ୍ତି 21 ଜନ୍ମ ପାଇଁ, ଆମେ କେବଳ ଏଇଠି ଅର୍ଜନ କରିପାରିବା, ଏଇ ସମୟରେ ଅର୍ଜନ କରିବା। ଏବେ ଆମର ସବୁଠାରୁ ବଡ଼ ପାଠ ଚାଲିଛି। ମାନେ ଏମିତି ଭାଗ୍ୟବାନ ପାଠଧାରୀ ଦୁନିଆରେ କିଏ ନାହାନ୍ତି। କାହିଁକି ନା ସ୍ୱୟଂ ପରମପିତା ପରମାତ୍ମା, ଯିଏ ସୃଷ୍ଟି ରଚୟିତା, ଯିଏ ଆତ୍ମାର ପିତା, ତାଙ୍କ ସହ ମିଶି କାମ କରିବାର ସୁଯୋଗ ମିଳିଛି। ତାଙ୍କ ସମ୍ମୁଖରେ ବସି ପାଠ ପଢ଼ିବାର ସୁଯୋଗ ମିଳିଛି। ଇଏ କେବଳ ଭାଗ୍ୟବାନ ପିଲାମାନଙ୍କ ଭାଗ୍ୟରେ ଜୁଟୁଛି। ଯାହାକୁ ଅନେକ ଲୋକଙ୍କୁ କହିଲେ ବି ସେମାନେ ଶୁଣୁନାହାନ୍ତି, ବିଶ୍ୱାସ କରୁନାହାନ୍ତି। ତାମାନେ ଆମେ ବୁଝିଦେବା ଯେ ସେମାନଙ୍କ ଭାଗ୍ୟରେ ହିଁ ନାହିଁ। ଉଚ୍ଚତେ ଉଚ୍ଚ ଭଗବାନ, ସବୁଠାରୁ ହେଉଛନ୍ତି ଭଗବାନ ଉଚ୍ଚ। ତାଙ୍କ ବିଷୟରେ ଆମେ ଯଦି ଭାଷଣ କରିବା ତାହେଲେ ଘଣ୍ଟା ଘଣ୍ଟା ସମୟ ଦରକାର। ତେଣୁ ଭଗବାନଙ୍କ ବିଷୟରେ ଜଣେଇବା ପାଇଁ ଘଣ୍ଟା ଘଣ୍ଟା ସମୟ ଦରକାର ହେଲେ ବି ଆମେ ଚୁମ୍ବକୀୟ ଭାବରେ କିଛି ବି କାହାକୁ ଜଣେଇଲେ, ସେ ଯଦି ଭଗବାନଙ୍କର ସନ୍ତାନ ହେଇଥିବ, ସତ୍ୟଯୁଗୀ ଆତ୍ମା ହୋଇଥିବ, ସେ ନିଶ୍ଚୟ ଭଗବାନଙ୍କ ଘରକୁ ବା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟକୁ ନିଶ୍ଚୟ ଛାତ୍ର ହିସାବରେ ଆସିବ। ଭଗବାନ କହିଲେ ଜ୍ଞାନ ବି ଗୋଟିଏ ଯେତିକି କଷ୍ଟ ବେଶୀ ନୁହେଁ। ଜ୍ଞାନ ଶୁଣିବାଟା ବହୁତ ସହଜ କଥା, କିନ୍ତୁ ଯୋଗ କରିବାଟା, ଭଗବାନଙ୍କୁ ସ୍ମୃତିରେ ରଖି ସବୁବେଳେ ରହିବାଟା ହେଉଛି ମେହନତର କାମ। ଆମେ ସେଇ ୟାଦ ବଳରେ ହିଁ ପଦପଦବୀ ପାଇବା। ତେଣୁ ସେଥିପାଇଁ ଯଦି ଆମେ ୟାଦ ନ କରିବା, ସ୍ମୃତିରେ ନ ରଖିବା, ଆମେ ରସାତଳଗାମୀ ହେବା, ନର୍କଗାମୀ ହେବା। କିନ୍ତୁ ଭଗବାନଙ୍କୁ ସାଥିରେ ରଖି, ସ୍ମୃତିରେ ରଖି, ୟାଦ କରି ସବୁବେଳେ ଆଗକୁ ବଢ଼ିଲେ ଆମେ ସ୍ୱର୍ଗଗାମୀ ହେବା। ବାବା କହିଲେ ଭକ୍ତି ମାର୍ଗରେ ଭକ୍ତମାନେ ସାଧାରଣତଃ ଭଗବାନଙ୍କୁ କହୁଛନ୍ତି ମୁକ୍ତି ଦିଅ। ମୁକ୍ତି ପାଇବା ପାଇଁ, ମୋକ୍ଷ ପାଇବା ପାଇଁ ସେମାନେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି। ବାବା ସ୍ୱୟଂ ଆସିଛନ୍ତି ମୁକ୍ତି ଦେବେ, ଜୀବନ ମୁକ୍ତି ଦେବେ, ଗତି ଦେବେ, ସଦ୍ଗତି ଦେବେ। ଯିଏ ପ୍ରକୃତ ଦାତା, ଯାହାର ପ୍ରକୃତରେ କ୍ଷମତା ଅଛି, ଯିଏ ପ୍ରକୃତରେ ଦେଇପାରିବେ, ସିଏ ସ୍ୱୟଂ ଆସିଛନ୍ତି। ପୁଣି ଯାଚୁଛନ୍ତି, ମାଗିବା ଦରକାର ନାହିଁ। ସେତିକି ଆମ ଭାଗ୍ୟରେ ଥିଲେ ଆମେ ଭଗବାନ ଆସିଛନ୍ତି, ଆମେ ଗ୍ରହିତା, ସିଏ ଦାତା। ଦାତା ଦେବେ, ଗ୍ରହିତା ଗଲେ ତ ପୁଣି ଗ୍ରହଣ କରିବ। ଯେହେତୁ ଗ୍ରହିତା ଦାତାଙ୍କ ପରିଚୟ ପାଇପାରୁନାହାନ୍ତି, ଦାତାଙ୍କ ଉପରେ ବିଶ୍ୱାସ ରଖିପାରୁନାହାନ୍ତି, ତେଣୁ ପାଇପାରୁନାହାନ୍ତି। ସେଥିପାଇଁ ବାବା କହିଲେ ଯେଉଁମାନେ
ଭକ୍ତି ମାର୍ଗରେ ଯାଉଛନ୍ତି ସେମାନେ ଜାଣନ୍ତୁ, ଆଖୁ ପ୍ରଥମେ ଆଖୁ ଖାଇଲେ ତାର ରସଟା ବେଶୀ ମଧୁର, ସେଥିରେ ସୁଗାର ରହିଲା। କିନ୍ତୁ ଆଖୁ ଚୋବେଇକି ରସ ବାହାର କରିସାରିଲା ପରେ ଖଦାରେ ଆଉ ଅଳ୍ପ ଟିକିଏ ରହେ। ଭକ୍ତାତ୍ମା ମାନେ ସେହିପରି ପ୍ରକୃତ ଅମୃତ ଜ୍ଞାନରେ ଅଛି, ଭଗବାନ ଦେଉଛନ୍ତି, ଜ୍ଞାନାମୃତ ପାନ କରୁଛନ୍ତି ଯେଉଁମାନେ ଭଗବାନଙ୍କୁ ଚିହ୍ନିଛନ୍ତି, ଜ୍ଞାନମାର୍ଗୀ ସନ୍ତାନମାନେ। କିନ୍ତୁ ଭକ୍ତି ମାର୍ଗରେ ଯେଉଁମାନେ ଯାଉଛନ୍ତି ସେମାନେ ଆଖୁ ଛେଦାରୁ ଯେମିତି ରସ ବାହାରେ ସେହିପରି ତାଙ୍କର ପ୍ରାପ୍ୟ ହେଉଛି। ତେଣୁ ଆମେ ଜାଣିଲେ ଯେ ଆମର ପ୍ରାପ୍ୟ କେତେ, ଆମେ କେତେ ଭାଗ୍ୟବାନ। ବାବା କେତେ ସାବଧାନ ଆମକୁ କରୁଛନ୍ତି, ପିଲାମାନଙ୍କୁ ଠିକ୍ ବାଟରେ ନେବା ପାଇଁ ସବୁବେଳେ ମୁରଲୀରେ ବିଭିନ୍ନ ପ୍ରକାର ସାବଧାନ ଦେଉଛନ୍ତି। ବ୍ରହ୍ମା ବାବାଙ୍କୁ ଫଲୋ କର, ଫଲୋ ଫାଦର ମଦର। ସିଏ ତ ଆମ ପାଇଁ ପୁରା ଦର୍ପଣ ହେଇକି ରହିଛନ୍ତି। ତାଙ୍କ ଜୀବନ ଇତିହାସ କାହାଣୀ ଆମେ ଶୁଣିଛେ, ଅନେକ ଆତ୍ମା ତାଙ୍କ ସହିତ ଚଳିଛନ୍ତି, ତାଙ୍କ ପରି ଦାଦୀମାନେ ହେଇଛନ୍ତି। ଆମେ ଶୁଣି ଆସିଛେ ଜାନକୀ ଦାଦୀ ଦିନକୁ 21 ଥର ମୁରଲୀ ପଠନ କରୁଥିଲେ। କେତେ ଆତ୍ମାଙ୍କୁ ମା ଜଗଦମ୍ବା ସରସ୍ୱତୀ ମମ୍ମା କେତେ ଆତ୍ମାଙ୍କୁ ପାଠ ପଢ଼େଇ, ବାବାଙ୍କ ପାଠ ପଢ଼େଇ ଦୈବୀ ଗୁଣ ଧାରଣ କରିବା ପରି ଆତ୍ମା ନିର୍ମାଣ କରିଥିଲେ। ତାମାନେ ସେବା କରିଲେ ହିଁ ସେମାନେ ବଡ଼ ପଦପଦବୀ ପାଇଛନ୍ତି, ସେବା ଦ୍ୱାରା। ଏବେ ବି ଆମ ଆନ୍ତରିକ ସ୍ଥିତି ଠିକ୍ ଥିଲେ ଆମେ ବ୍ରହ୍ମା ବାବାଙ୍କୁ ବି ଅନୁଭବ କରିପାରୁଛେ, ଶିବ ବାବାଙ୍କୁ ହିଁ ମଧ୍ୟ ଅନୁଭବ କରିପାରୁଛେ। ଯାହା ସେମାନଙ୍କୁ ଅନୁଭବ କରିବା ପାଇଁ ଆମର ମନସ୍ଥିତି, ଆନ୍ତରିକ ସ୍ଥିତି, ଆତ୍ମା ସ୍ଥିତି ସବୁ ଠିକ୍ ରହିବା ଦରକାର। ବାବା କହୁଛନ୍ତି ଏବେ ଟୁ ଲେଟ୍ ଲେଖା ହୋଇନି, କିନ୍ତୁ ଲେଖା ହେଇଯିବ। କାରଣ ବିନାଶ ବେଳ ଆସିଗଲାଣି, ଆଉ ସମୟ ନାହିଁ। ତେଣୁ ଟୁ ଲେଟ୍ କହିଲା ମାନେ ଆଉ ଯିଏ ଆସିଲେ ବି କିଛି ପାଇବାର ନାହିଁ। କାହିଁକିନା ସମୟ ତ ହାତରେ ନାହିଁ ନା। ବେଳ ଥାଉ ଥାଉ ବନ୍ଧ ବାନ୍ଧ ବୋଲି କୁହାଯାଏ। ଆଉ ବର୍ଷା ଆସି, ବନ୍ୟା ଆସି, ନଦୀବନ୍ଧ ଭାଙ୍ଗିବା ବେଳକୁ ଯଦି ଆମେ ଯାଇ ବନ୍ଧ ବାନ୍ଧିବା, ହେଇପାରିବ କି? ସେଇଭଳି ଘଟଣା। ବାବା କହୁଛନ୍ତି ୟାଦରୁ ଯେଉଁ ଶକ୍ତି ମିଳୁଛି ସେଇ ଶକ୍ତି ବଳରେ ଆମ ମନ ବୁଦ୍ଧି ପରିବର୍ତ୍ତନ ହେବ, ଆମ ସଂସ୍କାର ପରିବର୍ତ୍ତନ ହେବ। ଜ୍ଞାନ ଶୁଣିଲେ ସଂସ୍କାର ପରିବର୍ତ୍ତନ ହେବ ନାହିଁ। ଯୋଗ କଲେ, ଭଗବାନଙ୍କୁ ସ୍ମୃତିରେ ରଖିଲେ ଆମକୁ ବିକାର ସଂସ୍କାର ଭଲ ଲାଗିବ ନାହିଁ। ଆମେ ଆପେ ଆପେ ନିଶ୍ଚୟ ବଦଳିଯିବା। ମନ ବୁଦ୍ଧି ପାତ୍ରକୁ ନିର୍ମଳ ରଖିଲେ ଭଗବାନଙ୍କର ବାଣୀ ମହାବାକ୍ୟ ସେଥିରେ ରହିବ। ତେଣୁ ମନ ବୁଦ୍ଧି ସଂସ୍କାର ସବୁ ପରିବର୍ତ୍ତନ କରିବା ପାଇଁ ସ୍ୱୟଂ ପରମପିତା ପରମାତ୍ମାଙ୍କ ସହିତ ଯୋଗ ଲଗେଇବା ନିହାତି ଜରୁରୀ। ଯଦି କାହାକୁ ଆମେ ଜାଗ୍ରତ କରୁନେ ମାନେ ଆମେ ନିଜେ ଠିକ୍ ଭାବରେ ଜାଗ୍ରତ ହୋଇନାହିଁ। ନିଜକୁ ନିଜେ ଆମେ ପଚାରି ବୁଝିବା, ପ୍ରକୃତରେ ମୁଁ ଦିନକୁ କେତେ ଜଣଙ୍କୁ ବାବାଙ୍କର ଜ୍ଞାନ ଦଉଛି, ମୁଁ କେତେ ଜଣଙ୍କୁ ଭଗବାନ ଆସିଛନ୍ତି ବୋଲି ବୁଝଉଛି, ଜଣଉଛି। ଯଦି ମୁଁ କିଛି କରିପାରୁନି ତାମାନେ ମୋ ପାଖରେ ସେତିକି ଶକ୍ତି ନାହିଁ। ସିଏ ଶକ୍ତି ପାଇବା ପାଇଁ କେବଳ ଭଗବାନଙ୍କ ସହିତ ଯୋଗ ଲଗେଇବା ନିହାତି ଜରୁରୀ। ସତ୍ୟ ଯୁଗରେ ତ 9 ଲକ୍ଷ ଆତ୍ମା ରହିବେ, ଏବେ ତ କୋଟି କୋଟି ଆତ୍ମା ଅଛନ୍ତି। ତେଣୁ କୋଟି କୋଟି ଆତ୍ମାଙ୍କୁ ତ ଆମେ ନିଶ୍ଚୟ ବାବା ଆସିଛନ୍ତି ବୋଲି ପରିଚୟ ଦେବା, କିନ୍ତୁ ସବୁ ଆତ୍ମା ତ ଗ୍ରହଣ କରିବେ ନାହିଁ। ତେଣୁ ଯେତେ ଭାଗ୍ୟବାନ ଆତ୍ମା ହିଁ ଭଗବାନ ଆସିଛନ୍ତି ବୋଲି ମାନିବେ, ଶୁଣିବେ, ଜାଣିବେ, ସେଇ ବାଟରେ ଚାଲିବେ। ଦେବତାମାନେ ପ୍ରବୃତ୍ତି ମାର୍ଗରେ ଥିଲେ, ପତିତ ନୁହେଁ, ପବିତ୍ର ହେଇକି ଥିଲେ। ଆମେମାନେ ବି ପ୍ରବୃତ୍ତି ମାର୍ଗରେ ଅଛେ, କିନ୍ତୁ ଆମେ ପତିତ ହୋଇଯାଇଛେ। ବର୍ତ୍ତମାନ ଆମେ ଜାଣିଗଲେ ଯେ ଆମେ ପବିତ୍ର ହେଲେ ହିଁ ଦୈବୀ କୂଳର ହେବା, ସ୍ୱର୍ଗକୁ ଯିବା। ତେଣୁ ବାବା କହିଲେ
ତୁମେ ଯାହା କରୁଛ କର, ପତିତ ହେବା ପାଇଁ ଆଉ ବିକାରର ହାତ ଧର ନାହିଁ। ତୁମେ ଜାଣିଗଲ ନା ପବିତ୍ରର ମୂଲ୍ୟ କେତେ। ପବିତ୍ର ହେଉଛି ସୁଖ ଶାନ୍ତିର ଜନନୀ। ତେଣୁ ତୁମେ ପବିତ୍ର ନ ରହିଲେ କୌଣସି କାମ ତୁମ ଦ୍ୱାରା ହେଇପାରିବ ନାହିଁ। ବାବା କହିଲେ ଅଧା କଳ୍ପ ତ ତୁମେ ପବିତ୍ର ଥିଲ, ବର୍ତ୍ତମାନ 2500 ବର୍ଷ ହେଲା ଦ୍ୱାପର ଯୁଗରୁ ରାବଣ ରାଜ୍ୟରେ ରହି ରାବଣର ହାତ ଧରି ତୁମେ ପତିତ ହୋଇଯାଇଛ। କିନ୍ତୁ ପ୍ରକୃତରେ ତୁମ ଆତ୍ମାର ସ୍ୱଧର୍ମ ହେଉଛି ଶାନ୍ତି, ସୁଖ, ଆନନ୍ଦ, ପ୍ରେମ, ପବିତ୍ରତା, ଶକ୍ତି। ତୁମର ସ୍ୱଧର୍ମକୁ ଭୁଲି ତୁମେ ପରଧର୍ମକୁ ଆଦରି ନେଇଛ। ଯେହେତୁ ତୁମେ ଜାଣିଗଲଣି ଏଇଟା ହେଲା ପରଧର୍ମ, ସେ ଧର୍ମରୁ ତୁମେ ବିରତ ରହ। ତା ଅର୍ଥ ରାବଣର ହାତ ଛାଡ଼ି ମୋ ହାତ ଧର। ତୁମେ ୱର୍ଥ ନଟ୍ ପେନି ହେଇଯାଇଛ, ମାନେ ତୁମେ କଉଡ଼ି ହେଇଯାଇଛ। ବର୍ତ୍ତମାନ ମୁଁ ତୁମକୁ ପାଉଣ୍ଡ କରିବାକୁ ଆସିଛି, ମାନେ ତୁମେ ବର୍ତ୍ତମାନ କଉଡ଼ି ହେଇଯାଇଛ। କଉଡ଼ିରୁ ମୁଁ ତୁମକୁ ହୀରା କରିବି, ହୀରା କରିବା ପାଇଁ ଆସିଛି। ତେଣୁ ଏବେ ଯେମିତି ଆମର ହୀରା କେତେ ମୂଲ୍ୟବାନ, କିନ୍ତୁ ବର୍ତ୍ତମାନ ହୀରା, ନୀଳା, ମୋତି, ମାଣିକ, ସୁନା ଯାହା ସବୁ ମୂଲ୍ୟବାନ ଜିନିଷ, ସିଏ ସବୁ ସତ୍ୟ ଯୁଗରେ ପଥର ସମାନ। କାହିଁକି ନା ହୀରା, ନୀଳା, ମୋତି, ମାଣିକରେ ତ ଆମେ ଘର ହବ ନା, ସେଠି ସୁନାର ଖଣି ରହିବ। ମନ ଇଚ୍ଛା ଯେତେ ଇଚ୍ଛା ସେତେ ଆମେ ସୁନା, ରୂପା, ହୀରା, ନୀଳା, ମୋତି, ମାଣିକରେ ଖେଳିବା। ତେଣୁ ବାବା କହୁଛନ୍ତି ତୁମ ଆଖି ଆଗରେ ଏତେ କଥା ତୁମକୁ କହୁଛି, ଦୃଶ୍ୟମାନ କରଉଛି, ତଥାପି ତୁମେ କାହିଁକି ଅଣଶୁଣା ହେଇକି ତୁମେ ଏମିତି ଦୁଷ୍ଟ ହେଉଛ। ବାବା ବାର ବାର ବତେଇ ଦେଉଛନ୍ତି। ସେ ପୁଣି କହୁଛନ୍ତି ପଶୁ ପକ୍ଷୀ ଯେମିତି ମରନ୍ତି, ଧରନ୍ତୁ ଆସିଲା କୁକୁଡ଼ାମାନଙ୍କର ଗୋଟେ କ'ଣ ଜ୍ୱର ହୁଏ, ପୁରା ତାଙ୍କୁ ଖାଲ କରିକି ଲକ୍ଷ ଲକ୍ଷ ଯାହାର ଯେତେ କୁକୁଡ଼ା ଅଛନ୍ତି ସବୁ ପୋତି ଦିଆଯାଏ। ସେଇଭଳି ବର୍ତ୍ତମାନ ଏମିତି ଆସିବ ନ୍ୟାଚୁରାଲ କାଲାମିଟି, ଯେମିତି ପଶୁ ପକ୍ଷୀ ମରନ୍ତି ସେମିତି ମଣିଷ ସବୁ ମରିବେ। ଇଏ ଛୋଟ କଥା ନୁହେଁ। ବାବା କହିବା କଥା ଯେ ହୋଲସେଲ୍ ମୃତ୍ୟୁ ଆସିବ, ତେଣୁ ତା ଆଗରୁ ତୁମେ ସଜାଗ ହୋଇଯାଅ। କିଛି ଆତ୍ମା ନିଶ୍ଚିତ ଭାବରେ ଶେଷରେ ରହିବେ। ସାରା ପୃଥିବୀ ଧ୍ୱଂସ ହେବ ନାହିଁ, ମହାପରିବର୍ତ୍ତନ, ମହାବିନାଶ ହେବ। ତେଣୁ ତୁମେ କିଛି ଆତ୍ମା ତ ନିଶ୍ଚିତ ରହିବେ। ଆଉ ଯେଉଁ ଆତ୍ମାମାନେ ଯିବେ ସେମାନେ ଯଦି ଠିକ୍ ଭାବରେ ପୁରୁଷାର୍ଥ କରିଥିବେ, ସେତେବେଳେ ତାଙ୍କୁ ସତ୍ୟଯୁଗ ସାକ୍ଷାତକାର ହେବ। ତାଙ୍କର ନୂଆ ଘର ତାଙ୍କୁ ଦେଖାଯିବ, ସ୍ୱର୍ଣ୍ଣ ମହଲ ତାଙ୍କୁ ଦେଖାଯିବ। ସେ ଖୁସିରେ ଖୁସିରେ ଶରୀର ତ୍ୟାଗ କରିବେ। କିନ୍ତୁ ଯିଏ ଜାଣିନଥିବେ, ବାବାଙ୍କୁ ଚିହ୍ନି ନଥିବେ, ସତ୍ୟଯୁଗକୁ ଯିବା ପରି ଆତ୍ମା ହୋଇନଥିବେ, ସେମାନେ ବହୁତ କଷ୍ଟ ପାଇ ପଶ୍ଚାତାପ କରି ଧନ ସମ୍ପତ୍ତି ସବୁ ଛାଡ଼ିକି ଯିବେ। ଯେହେତୁ ବହୁତ କଷ୍ଟ ପାଇକି ଯିବେ। ଶରୀର ତ ଏଇଠି ରହିଯିବ, ବିନାଶ ହେଇଯିବ, ଆତ୍ମା ଭଗବାନଙ୍କ ସାଥିରେ ଯିବ। ତେଣୁ ନୂଆ ଦୁନିଆକୁ ଯିବା ପାଇଁ ଆଉ ଖୁବ୍ କମ୍ ସମୟ ଆମ ହାତରେ ଅଛି। ଆମେ ଭାବିବା ଯେ ଏଇ ଅସାର ସଂସାର, ଦୁଃଖ, ଅଶାନ୍ତି ଦୁନିଆ, ଆମେ ଆଉ ଖୁବ୍ କମ୍ ଦିନ ଏଠି ରହିବା। ଆମ ପାଇଁ ସୁଖ ସଂସାର, ସୁଖ ଶାନ୍ତି, ଆନନ୍ଦ, ପ୍ରେମର ଦୁନିଆ ଅପେକ୍ଷା କରିଛି। ଯେତେ ଶୀଘ୍ର ବିନାଶ ହେବ ଆମେ ସେତେ ଶୀଘ୍ର ଆମ ନୂଆ ଘରକୁ ଯିବା। ଯଦି କିଏ ବୁଝୁନି ବାବା ଆସିଛନ୍ତି ବୋଲି, ଆମେ ବ୍ୟତିବ୍ୟସ୍ତ ହେବା ନାହିଁ। ଭେରାଇଟି ଆତ୍ମା ଅଛନ୍ତି, ଯିଏ ପୂର୍ବ ଜନ୍ମରେ ପୂର୍ବ କଳ୍ପରେ ଶୁଣିଛି ବାବାଙ୍କ କଥା, ଯିଏ ବାବାଙ୍କର ହେଇଛି ସିଏ ଶୁଣିବେ। କାହିଁକି ନା ଏ ସୃଷ୍ଟି ନାଟକ ପୁରା ହୁବହୁ ରିପିଟ୍ ହେଉଛି, ମାନେ ଆକୁରେଟ୍। ଯିଏ ଯାହା କରିଛି ତାହା କରିବ। ଆମେ ତ ଭୂତ, ଭବିଷ୍ୟତ, ବର୍ତ୍ତମାନ ତିନିଟା ଯାକର କଥା ଜାଣିଗଲେ। ବାବା ଆମକୁ ଜଣେଇ ଦେଲେ ଆମେ ଅତୀତରେ କ'ଣ ଥିଲେ, ବର୍ତ୍ତମାନ କ'ଣ ଅଛେ, ପୁଣି ଭବିଷ୍ୟତରେ କ'ଣ ହେବା। ଅତୀତରେ ଆମେ ଦେବୀ ଦେବତା ଥିଲେ, ବର୍ତ୍ତମାନ ପତିତ ଆତ୍ମା ହୋଇଯାଇଛେ, ପୁଣି ଭଗବାନଙ୍କର ହାତ ଧରି ଭଗବାନଙ୍କ ସାଥିରେ ବର୍ତ୍ତମାନ ଆମେ କାମ କରୁଛେ।
ତେଣୁ ଆମେ ସବୁଠାରୁ ଭାଗ୍ୟବାନ ସନ୍ତାନ, ପୁଣି ଭବିଷ୍ୟତ ଆମର ଉଜ୍ଜଳମୟ, ଆମେ ଦେବତା ହେବା। ଆମେ ତ ଆମ କଥା ଜାଣିଗଲେ, କିନ୍ତୁ ଯେହେତୁ ଦୁନିଆ ବାଲା ଜାଣିନାହାନ୍ତି, ବାବା କହୁଛନ୍ତି ସେଇ କଥା ତୁମେ ସମସ୍ତଙ୍କୁ ଜଣାଅ। ବାବା କହିବାର କଥା, ବୈଜ୍ଞାନିକ ମାନେ ତାଙ୍କର ବୁଦ୍ଧି ଯଥେଷ୍ଟ, ସେମାନେ ଚନ୍ଦ୍ରପୃଷ୍ଠକୁ ଯିବା ପାଇଁ ବ୍ୟବସ୍ଥା କରୁଛନ୍ତି, ସାଗର ତଳକୁ ଯାଇ ମୋତି ଆଣିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେଥିରେ କିଛି ମୂଲ୍ୟ ନାହିଁ, ସେଥିରେ ପ୍ରାପ୍ତି କିଛି ନାହିଁ। ସେ ସବୁ କ୍ଷଣିକ, କ୍ଷଣଭଙ୍ଗୁର ସଂସାର ଭିତରେ ଇଏ ସବୁ କାମ କାର୍ଯ୍ୟ ହେବ। ଯେବେ ସଂସାର ବିନାଶ ହେବ, ଇଏ ସବୁ କାମ ବି ସେଠି ବିନାଶ ହେଇଯିବ। ତେଣୁ ସବୁ ଛାଡ଼ି ବର୍ତ୍ତମାନ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ରହିବା କଥା, ଆମେ ପତିତରୁ ପାବନରୁ ପତିତ ହୋଇଯାଇଛୁ, ବର୍ତ୍ତମାନ ପତିତ ପାବନ ଆସିଛନ୍ତି, ତାଙ୍କ ଜ୍ଞାନ ଶୁଣି ପାବନ ହୋଇ ପାବନ ଦୁନିଆକୁ ଯିବା ପାଇଁ ଆମେ ଚେଷ୍ଟା ଅବିରତ ଅହରହ ଜାରି ରଖିବା। ବାବା କହିଲେ, ଯେଉଁଠାରେ କିଛି ପ୍ରାପ୍ତି ନାହିଁ ତା ପଛରେ ଲୋକ ଏତେ ଗୋଡ଼ଉଛନ୍ତି କାହିଁକି ଭାବିଲ? କାରଣ ସିଏ ସବୁ ସ୍ଥୂଳ ଜିନିଷ ଆଖିରେ ଦେଖୁଛନ୍ତି, ସୂକ୍ଷ୍ମ ଜିନିଷକୁ ଚିନ୍ତା କରିପାରୁନାହାନ୍ତି। ତେଣୁ ସୂକ୍ଷ୍ମ ଜିନିଷକୁ ଦେଖି ତ ହେଉନାହିଁ, କିନ୍ତୁ ଅନୁଭବ କରିହେବ। ଆମେ ଜାଣିଛେ ଯଦି ଆମ ପାଖରେ ସୁଖ, ଶାନ୍ତି, ଆନନ୍ଦ, ପ୍ରେମ ଅଛି ନା, ତା ତୁଳନାରେ ଗାଡ଼ି ମଟର, ଘର ଦ୍ୱାରର ମୂଲ୍ୟ କିଛି ନାହିଁ। ସେଟା ଆମେ ଅନୁଭବ କରୁଛେ। ସେଇ ସୁଖ ଶାନ୍ତି ଦୁନିଆକୁ ଯିବା, ଇଏ ସ୍ଥୂଳ ଦୁନିଆର ମୋହ କାଟିବାକୁ ପଡ଼ିବ, ଭୁଲିବାକୁ ପଡ଼ିବ। ଭୁଲିଲେ ହିଁ ଆମେ ଆଗକୁ ବଢ଼ିବା। ବାବା କହୁଛନ୍ତି, ଅନେକ ଲୋକ କହୁଛନ୍ତି ସୁନାର ଦ୍ୱାରିକା ସାଗର ତଳେ ରହିଛି, ସିଏ ଅଟୋମେଟିକ୍ ଉପରକୁ ଉଠି ଆସିବ। ବାବା ମନା କରୁଛନ୍ତି ସେମିତି ହବନି। ସ୍ୱତନ୍ତ୍ର ନୂଆ ଦୁନିଆ, ସ୍ୱତନ୍ତ୍ର ନୂଆ ଘର ତିଆରି ହେବ। ସେଥିପାଇଁ ସୁନା, ହୀରା, ନୀଳା, ମୋତି, ମାଣିକର ଖଣି ରହିବ। ମନ ଇଚ୍ଛା ଯଥେଷ୍ଟ ପରିମାଣରେ ମିଳିବ। ତେଣୁ ସେ ପୁରୁଣା ସୁନାର ଦ୍ୱାରିକା ସାଗର ତଳୁ ଉପରକୁ ଆସି ସ୍ୱର୍ଗ ହେବ ନାହିଁ, ବାବା କହିଲେ। ବାବା କହିଲେ ପିତାଙ୍କ ବ୍ୟତୀତ କେହି ମୁକ୍ତି ଦେଇପାରିବେ ନାହିଁ। ଆମର ଗୋଟେ ଧାରଣା ରହିଛି ଯେ ଭଗବାନଙ୍କ ବା ମନ୍ଦିରକୁ ଯାଇ ଆମକୁ ମୁକ୍ତି କର, କ୍ଷମା କର, ଦୟା କର କହୁଛେ, କିନ୍ତୁ ଭଗବାନଙ୍କ ଛଡ଼ା ଏସବୁ ଜିନିଷ କେହି ଦେଇପାରିବେ ନାହିଁ। ଆମେ ବେହଦ ବୁଦ୍ଧିରେ ସ୍ୱର୍ଗ ଦର୍ଶନ କରିବା। ଆମ ବୁଦ୍ଧି ଯଦି ସୂକ୍ଷ୍ମ ହେବ, ସ୍ଥୂଳ ଦୁନିଆ ଠାରୁ ବୁଦ୍ଧି ଅଲଗା ଦୁନିଆ ଦେଖିବାକୁ ଚାହିଁବ, ତାହେଲେ ଆମକୁ ସ୍ୱର୍ଗ ଦର୍ଶନ ହେବ। ବାବା କହୁଛନ୍ତି ସାକ୍ଷାତକାରର କିଛି ମୂଲ୍ୟ ନାହିଁ। କି ଦେବାଦେବୀ ଦର୍ଶନ ପାଇଁ କେତେ କଷ୍ଟ କରିକି ମନ୍ଦିର ଯାଉଛନ୍ତି, ତୀର୍ଥାଟନ କରୁଛନ୍ତି, ସେ ଦେବ ଦର୍ଶନରେ ବି କିଛି ମୂଲ୍ୟ ନାହିଁ। ଯାହା ବି ମୂଲ୍ୟ ଅଛି ତାହା କିଞ୍ଚିତ ସମାନ। ତେଣୁ ପ୍ରକୃତରେ ପ୍ରାପ୍ତି କ'ଣ, କେଉଁଠୁ ପ୍ରାପ୍ତ ହେଉଛି, କିଏ ପ୍ରାପ୍ତ କରାଉଛନ୍ତି, ସେ ସ୍ୱୟଂ ଆସିକି ସବୁ କଥା କହିବା ସତ୍ତ୍ୱେ ଆମେ ଯଦି ତାକୁ ହେୟଜ୍ଞାନ କରିବା, ତାହେଲେ ମିଳିବ ନାହିଁ। ବାବା କହିଲେ ବିକର୍ମ ବିନାଶ କରିବା ପାଇଁ କେବଳ ଯୋଗ ହିଁ ନିହାତି ଦରକାର। 84 ଜନ୍ମ ଆମେ ନେଉଛେ, ଆମ ଆତ୍ମା ସବୁଠୁ ଉଚ୍ଚ ପାଠଧାରୀ ଆମେ। କାରଣ ଦେବତା ହେଲେ ପ୍ରଥମେ ସ୍ୱର୍ଗରେ, ପ୍ରଥମ ଜନ୍ମ ଆମେ ପାଇଲେ ସୁଖ, ଶାନ୍ତି, ଆନନ୍ଦ ଦୁନିଆରେ ରହିଲେ, ତେଣୁ ସବୁଠୁ ଉଚ୍ଚ ପାଠ ଆମେ ନେଲେ। ପୁଣି ଦ୍ୱାପର ଯୁଗରେ ଆମରି ମୂର୍ତ୍ତିକୁ ମନ୍ଦିରରେ ରଖି ପୂଜା କଲେ, ତାମାନେ ସେଠି ବି ଉଚ୍ଚ ପାଠ ରହିଲା। ବର୍ତ୍ତମାନ ସ୍ୱୟଂ ପରମ ପିତାଙ୍କ ସହିତ ମିଶି ଆମେ କାମ କରୁଛେ ବା ବାବାଙ୍କର ପରିଚୟ ସମସ୍ତଙ୍କୁ ଦେଉଛେ। ତେଣୁ ଏବେ ବି ଆମର ପାଠ ସବୁଠାରୁ ଉଚ୍ଚ। ପ୍ରଥମ ଜ୍ଞାନ ମାନେ କ'ଣ? ରଚନା ଆଉ ରଚତା। କିଏ ରଚନା କରିଛନ୍ତି, କିଏ ରଚନା ହେଇଛନ୍ତି, ଏଇ ଦୁଇଟା ବିଷୟ ହେଉଛି ପ୍ରକୃତରେ ଜ୍ଞାନ। ସ୍ୱୟଂ ପରମ ପିତା ପରମାତ୍ମା ହେଲେ ରଚୟିତା,
ଆମେ ସମସ୍ତେ ତାଙ୍କର ରଚନା। ରଚୟିତା ହିଁ ସବୁ ଜ୍ଞାନର ଅଧିକାରୀ, ସିଏ ଜ୍ଞାନର ସାଗର। ଆଉ ଯେଉଁମାନେ ଆମରି ପରି ଜଣେ ଜଣେ ରଚନା, ସିଏ କେମିତି ଏତେ କଥା ଜାଣିବେ? ଯେତେ ବଡ଼ ବିଦ୍ୱାନ ପଣ୍ଡିତ ଶାସ୍ତ୍ରଜ୍ଞ ହୁଅନ୍ତୁ, ଯିଏ ଲେଖିଛନ୍ତି ସବୁ ମନୁଷ୍ୟକୃତ ପୋଥି, ବେଦ ଉପନିଷଦ ସବୁ। ତେଣୁ ବାବା କହୁଛନ୍ତି ସ୍ୱୟଂ ରଚୟିତା କହୁଛନ୍ତି, ପରମପିତା ପରମାତ୍ମା ସବୁ ଆତ୍ମାଙ୍କର ପିତା କହୁଛନ୍ତି, ଯାହା ଭୁଲ କରିଛ ବର୍ତ୍ତମାନ ସୁଧୁରି ଯାଅ। ବାବା କହିଲେ ଏକାନ୍ତରେ ବସି ନିଜ ସାଥିରେ ନିଜେ କଥା ହୁଅ। ମୁଁ କିଏ, କେଉଁଠୁ ଆସିଛି, କ'ଣ ପାଇଁ ଆସିଛି, ମୋର କାମ କ'ଣ, ଭବିଷ୍ୟତ ମୋର କ'ଣ, ସବୁ ଏକାନ୍ତରେ ବସି ବଗିଚାରେ ହେଉ, ଛାତ ଉପରେ ହେଉ, ଆକାଶକୁ ଚାହିଁ ହୁଅ, ଫୁଲକୁ ଚାହିଁକି କୁହ, ବା ନଦୀ କୂଳରେ ବସ ବା ସମୁଦ୍ର କୂଳରେ ବସ। ଏକାନ୍ତରେ ବସି ନିଜକୁ ନିଜେ ପ୍ରଶ୍ନ ପଚାରି ଉତ୍ତର ଆଦାୟ କର। ଭଗବାନଙ୍କ ଉପରେ ବି ତର୍ଜମା କର, ମନ ଭିତରେ ବୁଦ୍ଧିରେ ଭଗବାନଙ୍କୁ ମନେ ପକାଅ, ତାଙ୍କର ଦାତାପଣକୁ ମନେ ପକାଅ। ବାବା କହିଲେ ସ୍ୱର୍ଗରେ ସୁନା ରୂପା ହୀରା ନୀଳା ସବୁ ତାର ମୂଲ୍ୟ ପଥର ସମାନ। ଏତେ ମିଳିବ, ଏତେ ଆମେ ଅଧିକାରୀ ହେବା ସବୁ ଜିନିଷର, ତାର ମୂଲ୍ୟ ଆମକୁ ଆଉ ବେଶୀ ବର୍ତ୍ତମାନ ଯେମିତି ଏତେ ମୂଲ୍ୟବାନ ହେଇଛି, କେବଳ ଧନୀ ଲୋକ ହିଁ ତାକୁ ବ୍ୟବହାର କରିପାରୁଛନ୍ତି। ସେଠି ରାଜା, ପ୍ରଜା, ଚାକର, ନୌକର ସମସ୍ତଙ୍କ ପାଖରେ ସୁନା, ହୀରା, ନୀଳା, ମୋତି, ମାଣିକ ସବୁ ରହିବ। ଶ୍ରେଷ୍ଠ ପୁରୁଷାର୍ଥ ଦ୍ୱାରା ଫାଇନାଲ ରେଜଲ୍ଟରେ ଯିଏ ଫାଷ୍ଟ ନମ୍ବର ହେଲା, ସିଏ ଉଡ଼ତା ପକ୍ଷୀ ସମାନ। ବାବା ସେଇ କଥା ଆଜି କହିଲେ। କ'ଣ ତାର ଅର୍ଥ? ବାବାଙ୍କର କହିବା କଥା ହେଲା ଯେ ଆମେ ସମସ୍ତେ ଶ୍ରେଷ୍ଠ ପୁରୁଷାର୍ଥ କରିବା। ଶ୍ରେଷ୍ଠ ପୁରୁଷାର୍ଥ କରିବା ପରେ ଫାଇନାଲ ରେଜଲ୍ଟ ଆସିବ। କ'ଣ ଫାଇନାଲ ରେଜଲ୍ଟ ଆସିବ? ପରୀକ୍ଷା ହେବ, ମାନେ କ୍ଷଣକ ଭିତରେ ଆମର ପରୀକ୍ଷା ଆସିବ। ଯେତେବେଳେ ଯେକୌଣସି ପରିସ୍ଥିତି ଆସୁଛି, ଆମେ ଯେତେବେଳେ ତାକୁ ସାମ୍ନା କରୁଛେ, ସେଇଟା ତ ଆମର ପରୀକ୍ଷା ନା। ପ୍ରକୃତରେ ଆମେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଛେ କି ନାହିଁ ଆମେ ନିଜେ ବି ଜାଣିପାରୁଛେ। ତେଣୁ ଫାଇନାଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ, ଫାଷ୍ଟ ନମ୍ବରରେ ଆସିବା ପାଇଁ ଆମକୁ ଯିଏ ଫାଷ୍ଟ ନମ୍ବର ଆସୁଛି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୁରୁଷାର୍ଥ ଦ୍ୱାରା, ସେ ହେଉଛନ୍ତି ଉଡ଼ତା ପକ୍ଷୀ ସମାନ। ଉଡ଼ନ୍ତା ପକ୍ଷୀ କେମିତି? କେତେ ଶୀଘ୍ର ଯେକୌଣସି ସ୍ଥାନରେ ଯାଇ ପହଞ୍ଚି ଯାଉଛି, ସେଇଭଳି। ଆଉ ଦିଲର ଅବିନାଶୀ ବୈରାଗ୍ୟ ଦ୍ୱାରା ବିତି ଯାଇଥିବା କଥା ସଂସ୍କାର ରୂପୀ ବୀଜକୁ ଜଳେଇ ଦେବା। ଆମେ ସଂସ୍କାରକୁ ଜଳେଇ ଦେବା, ଯେଉଁ ପୁରୁଣା ସଂସ୍କାର ଆମର, ସେଇ ପୁରୁଣା ସଂସ୍କାରକୁ ଜଳେଇ ଦେବା। ଅମୃତ ବେଳାରୁ ରାତି ପର୍ଯ୍ୟନ୍ତ ଈଶ୍ୱରୀୟ ନିୟମ ମର୍ଯ୍ୟାଦାରେ ଆମେ ରହିଛେ କି ନାହିଁ, ନିଜକୁ ନିଜେ ଆମେ ତର୍ଜମା କରିବା, ପୋତାମେଲ ବାବାଙ୍କୁ ଦେବା। ଯାହାଫଳରେ ଆମେ ଶ୍ରେଷ୍ଠ ହାଇ ଜମ୍ପ ଲଗେଇ ପାରିବା। ତାପରେ କହିଲେ ମନସା ବାଣୀ, ମାନେ ମନରେ, ବାଣୀରେ, କର୍ମରେ, ସମ୍ବନ୍ଧ ସମ୍ପର୍କରେ ସମସ୍ତଙ୍କ ପାଇଁ ଆମେ ମହାଦାନୀ ହେବା। ଯାହାର ଯାହା ଦରକାର, ଟଙ୍କା ପଇସା ସୁନା ରୂପା କଥା ପଡ଼ିନି, ଏଠି ସୁଖ ଶାନ୍ତି ଆନନ୍ଦ ପ୍ରେମ ପବିତ୍ରତା ଜ୍ଞାନ ଶକ୍ତିର କଥା ପଡ଼ିଛି, ଯାହାକି ଅବିନାଶୀ ଧନ। ସେ ଧନ ଆମେ ଭଗବାନଙ୍କ ଠାରୁ ଆଣିପାରୁଛେ। ସେଇ ଧନକୁ ସମସ୍ତଙ୍କ ପାଖରେ ନିରନ୍ତର ପହଞ୍ଚେଇବା, ସମସ୍ତଙ୍କୁ ସେଇଭଳି ଦେଇ ଚାଲିବା। ତେବେ ଯାଇ ଆମେ ଜାଣ ଉଡ଼ନ୍ତା ପକ୍ଷୀ ସମାନ ହାଇ ଜମ୍ପ ଦେଲା ପରି ଆତ୍ମା। ବାବା କହିଲେ ବୃତ୍ତି ଦ୍ୱାରା ବାୟୁମଣ୍ଡଳକୁ ପାୱାରଫୁଲ କରିବା। ଏଇଟା ହେଉଛି ଲାଷ୍ଟ ପୁରୁଷାର୍ଥ ବା ସର୍ଭିସ୍। ଆମର ପ୍ରଥମ ସର୍ଭିସ୍ ହେଲା କ'ଣ? ମାନେ ଶେଷ ସର୍ଭିସ୍ ବା ପ୍ରଥମ ସର୍ଭିସ୍, ସବୁଠାରୁ ବଡ଼ ସର୍ଭିସ୍, ବଡ଼ ସେବା, ବଡ଼ ପୁରୁଷାର୍ଥ ହେଲା ବୃତ୍ତି ଦ୍ୱାରା ବାୟୁମଣ୍ଡଳକୁ ପାୱାରଫୁଲ କରିବା। ଆମେ ଏମିତି କାମ କରିବା ଯାହାକି ଆମ ଦ୍ୱାରା ଅନ୍ୟମାନେ ପ୍ରଭାବିତ ହେବେ। ସେଇ କାମରେ ସମସ୍ତଙ୍କର, ଆମେ ସମସ୍ତଙ୍କୁ ସାକ୍ଷୀ ଦ୍ରଷ୍ଟା ହୋଇ ଦେଖିବା। କାହା କାମରେ ଇଣ୍ଟରଫିଅର କରିବା ନାହିଁ,
କିନ୍ତୁ ଆମେ ଏମିତି କାମ କରିବା ଆମ ଦ୍ୱାରା ପ୍ରଭାବିତ ହୋଇ ଅନ୍ୟମାନେ ସେଇଭଳି ଭଲ କାମ କରିବାକୁ ଚାହିଁବେ, ଯାହା ଫଳରେ ଆମର ଏ ଦୂଷିତ ବାୟୁମଣ୍ଡଳ, ଦୂଷିତ କର୍ମଶାଳା ବା ପୃଥିବୀ ବା ଆମ ଆସପାସ ସବୁ ବିଶୁଦ୍ଧ ହୋଇଯିବ। ଯଦି ଆମେ ସମସ୍ତେ ଭଲ କାମ କରିବା ତା ରେଜଲ୍ଟ ତ ଭଲ ହିଁ ମିଳିବ ନା। ଓମ୍ ଶାନ୍ତି।